ଭାରତବର୍ଷ ହେଉଛି ଗଣତନ୍ତ୍ର ରାଷ୍ଟ୍ର। ଏଠି ସମ୍ବିଧାନକୁ ଆମମାନେ ସବୁ ସମ୍ମାନ ଦେଉ, କିନ୍ତୁ ଭୋଟ ଦେବାର ଗୋଟେ ଅଧିକାର ରହିଛି ସମ୍ବିଧାନରେ। କେତେ ମାନେ ଓଡ଼ିଶାରେ ଭୋଟର୍ସଙ୍କୁ ମାନେ ତାଙ୍କ ଅଧିକାରଟାକୁ କ୍ଷୁଣ୍ଣ କରାଯାଉଥିଲା। ଦେଖନ୍ତୁ ଏ ଯେଉଁ ସଂଶୋଧନଟା ବହୁତ ମାନେ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଆମେ ବି ମାନୁଛୁ। କିନ୍ତୁ ସେ ଭିତରୁ 7,68,000 ଲୋକ ବାଦ ପଡ଼ିଗଲେ, ଭୋଟର ତାଲିକାରୁ ବାଦ ପଡ଼ିଗଲେ। ଏବଂ 1,55,000 ଲୋକଙ୍କର ଡବଲ ଥିଲା, ଯାହାଦ୍ୱାରା କି ଏ ଯେଉଁ ବିଗତ ସରକାର ମାନେ ଯେଉଁ ଥିଲେ, ବିଜେପି ଏବଂ ବିଜେଡି ସରକାର ଥିଲେ, ସେମାନେ ଫାଇଦା ଉଠାଉଥିଲେ, ମାନେ ଡବଲ ଭୋଟ ଦେଉଥିଲେ। 1,55,000 ଲୋକ ତାଙ୍କ ଡବଲ ଭୋଟ ଦେଉଥିଲେ, ଏମାନଙ୍କୁ ଖାଲି ୟୁଜ୍ କରାଯାଉଥିଲା ଏବଂ ସେମାନେ ସରକାରକୁ ଆସିବା ପାଇଁ ଏ ପ୍ରକାର ସବୁ ଷଡ଼ଯନ୍ତ୍ର ଚାଲିଥିଲା। କିନ୍ତୁ ସଂଶୋଧନ ସଠିକ୍, ମୋର ଗୋଟେ ଅନୁରୋଧ ସରକାରଙ୍କୁ ନିବେଦନ ଯେ ଭୋଟର ତାଲିକାଟା ସମ୍ପୂର୍ଣ୍ଣ ମାନେ ସଠିକ୍ ଭାବରେ ସଂଶୋଧନ କରାଯାଉ, ଯେ କାହାକୁ ବାଦ ଯେଉଁ ଲୋକ ମାନେ ବାଦ ନ ପଡ଼ନ୍ତୁ ଏବଂ ଡବଲ ନ କରାଯାଉ, ଯେଉଁଟାକି ଲୋକଙ୍କର ଗୋଟିଏ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ ନ କରାଯାଉ।